ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ଆନ୍ତର୍ଜାତୀୟ ଚା ଦିବସର ଶୁଭେଚ୍ଛା। ଚା କହିଲେ ସମସ୍ତଙ୍କ ସାମ୍ନାରେ ସେଇ ଖିରିଆ ଚା କିମ୍ବା କଳା ରଙ୍ଗର ଚା କିମ୍ବା ଆଉ କିଛି ମିଶ୍ରିତ ମସଲାର ଚା, ଏଭଳିଆ ବିଭିନ୍ନ ପ୍ରକାର ରଙ୍ଗରେ ଚା କପ୍ଟିଏ ଦେଖାଯାଏ। ତେବେ ଏଇ ଚା ଓଡ଼ିଶାରେ ଯେମିତି ପଶ୍ଚିମବଙ୍ଗରେ ଅଲଗା, ଆନ୍ଧ୍ରରେ ଅଲଗା, କେରଳରେ ଅଲଗା, ତାପରେ ହିମାଳୟ ଅଞ୍ଚଳରେ ଅଲଗା, ଏମିତି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଚା ପାନୀୟ କରନ୍ତି। ତାର ସ୍ୱାଦ ବି ଅଲଗା, ତାର ରଙ୍ଗ ବି ଅଲଗା, ତାର ତିଆରି କରିବାର ପ୍ରଣାଳୀ ବି ଅଲଗା। ତେବେ ଏତେ ସବୁ ବିବିଧତା ଥିବା ଏଇ ଚା, ତା ସମ୍ପର୍କରେ ଆଜି ଆମେ କଥାବାର୍ତ୍ତା କରିବା ଏଇ ରେଡିଓ କୋରାପୁଟର ପଡକାଷ୍ଟରେ। ଆମ ସହିତ ରହିଛନ୍ତି ଆମର ଅତି ପ୍ରିୟ ବନ୍ଧୁ ଶ୍ରୀ ପ୍ରିୟବ୍ରତ ପାତ୍ର। ଦକ୍ଷିଣ ଭାରତର କେରଳ ଠାରୁ ଆରମ୍ଭ କରି, ରାମେଶ୍ୱରମ ଠାରୁ ଆରମ୍ଭ କରି, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତାପରେ ପଶ୍ଚିମରେ, ପୂର୍ବରେ ଏବଂ ଉତ୍ତରରେ ବିଭିନ୍ନ ସ୍ଥାନକୁ ସେ ଭ୍ରମଣ କରିଛନ୍ତି। ସେହି ସମୟରେ ସେ ନିଶ୍ଚିତ ଭାବରେ ସେହି ଅଞ୍ଚଳର ଚାକୁ ଦେଖିଥିବେ, ତାକୁ ପିଇଥିବେ। ତେବେ ଆଜି ଆମେ ତାଙ୍କରି ସହିତ କଥାବାର୍ତ୍ତା କରିବା ଏବଂ ଏଇ ଚାର ଯାତ୍ରା, ଚାର ଯୋଉ ଭାରତ ଯାତ୍ରା, ତାକୁ ଆମେ ଆରମ୍ଭ କରିବା। ପ୍ରିୟବ୍ରତ ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆପଣଙ୍କ ହାତରେ ବର୍ତ୍ତମାନ ଚା କପ୍ଟିଏ ନାହିଁ, କିନ୍ତୁ ନିଶ୍ଚିତ ଭାବରେ ମନ ଏବଂ ହୃଦୟରେ ଚାଟି ବସା ବାନ୍ଧିଥିବ। ଆପଣ କେମିତି ବିଭିନ୍ନ ସ୍ଥାନର ଚା କୁ ଦେଖିଛନ୍ତି, ପିଇଲା ବେଳକୁ କେମିତି ଲାଗିଛି, ଆଉ ଚା ତିଆରି କରିବାର ପ୍ରଣାଳୀ ମଧ୍ୟ ଆପଣ ଦେଖିଥିବେ, ସେ ବିଷୟରେ ଆମର ଶ୍ରୋତାମାନଙ୍କୁ ଟିକେ ଅବଗତ କରାଇବେ ଭାଇ। ନମସ୍କାର ଶ୍ରୋତା ବନ୍ଧୁ। ଚା କପଟିଏ ଯେ କେତେ ଗୋଟେ ମାନେ କେତେ ମହାର୍ଘ ଜିନିଷ, ଏଇଟା ଚା ପିଆଳି ହିଁ ଜାଣିବ। ଚା ମିଶାଡି ଯୋଉମାନେ କହନ୍ତି, ଚା ମିଶାଡି ଅର୍ଥ ଚା ନହେଲେ ନ ଚଳେ, ସେମାନେ କହିବେ ଯେ ଚାର ପ୍ରକୃତିର ମୂଲ୍ୟ କଣ, ତାର ଜୀବନ ବିପନ୍ନ। ବହୁତ ଲୋକ ଆମ ଭାରତରେ, ପୃଥିବୀରେ ସାରା ଚାକୁ ବହୁତ ପସନ୍ଦ କରନ୍ତି। ତେଣୁ ଛୋଟିଆ କଥା ହଉଛି, ଏ ଯୋଉ ଚା ନାମକ ଜିନିଷଟି ଭାରତରୁ ଆରମ୍ଭ ହୋଇଥିଲା, ଭାରତରୁ ଚାଇନାକୁ ଗଲା, ଚାଇନାରୁ ସେ ଯେତେବେଳେ ଜାପାନରେ ପହଞ୍ଚିଲା, ଚାର ବିଶ୍ୱ ବିଦିତ ଯୋଉ ରୂପ ଦେଖୁଛନ୍ତି ବର୍ତ୍ତମାନ, ଚାଇନା ଜାପାନ ହିଁ ତାକୁ ରୂପ ଦେଲା। ଗ୍ରୀନ୍ ଟି, ବ୍ଲାକ୍ ଟି, ୟେଲୋ ଟି, ହ୍ୱାଇଟ୍ ଟି, କେତେ ପ୍ରକାର ଚା ବାହାରିଲା। ଏବେ ତ ବ୍ଲୁ ଟି। ଏବେ ମୁଁ ଉତ୍ତରାଖଣ୍ଡ ଯାଇଥିଲି, ଗୋଟେ ଚାର ସ୍ପେଶାଲ ଗୋଟେ ଦୋକାନ ଥିଲା। ମୁଁ ସବୁ ଯାକ ଶୁଣି ମୁଁ ସବୁ ତ ଶୁଣିଲି, କାହିଁକି ବ୍ଲୁ ଟି କଣ ଦେଲ, ସେ ଅପରାଜିତା ପେଟାଲ ପକେଇକି ଗୋଟେ ବ୍ଲୁ ଟି, ଏଇଟା କଣ ବେନିଫିଟ୍ କଣ ନା, ଦେଖନ୍ତୁ ଏଇଟା ନ୍ୟୁରୋ ସିଷ୍ଟମ ପାଇଁ ବହୁତ କାମ ଦବ। ରାତିରେ ମତେ କହିଥିଲେ, କିଛି ଯଦି ପାରୁନାହାନ୍ତି, ବୟସ ହେଇଗଲା, ଆପଣଙ୍କ ଚିଡଚିଡାପଣ ହଉଛି, ଆପଣ ନିଦ ହଉନି, ହଜାର ଚିନ୍ତା, ଆପଣ ରାତିରେ ପାଣି ଫୁଟେଇ ଦେଇକି, ଚା ପାଣି ଫୁଟେଇଦେବେ, 8-10ଟି ଅପରାଜିତା ଯଦି ଥିବ ଘରେ ଲଗାନ୍ତୁ, ନହେଲେ ତାର ପେଟାଲ ବ୍ଲୁ କଲର ପକେଇ ପାଣିଟା ବ୍ଲୁ ହେଇକି ପିଇବେ, ଦେଖିବେ କିନ୍ତୁ ନିଦ ନ ହେବାକୁ ଥିଲା। ଏମିତି ନାହିଁ ଯେପରି ନ ଶୋଇବ, ଦେଖି ନିଦ ନ ହଉଥିବା ଲୋକଙ୍କୁ ନିହାତି ରୂପେ ଆଡଭାଇସ କରିବି। ଏବେ ଉତ୍ତରାଖଣ୍ଡ ଫେରିଲା ବେଳକୁ କହୁଛି, ଶୁଣିଥିଲି ଯେ ଫୁଟା ପାଣିରେ ତମେ ଅପରାଜିତା ପକାନ୍ତୁ। ତ ଚାଲନ୍ତୁ ପ୍ରଥମ କଥା, ଛୋଟିଆ କାହାଣୀଟେ କହୁଛି, ଚା ଟା ଆରମ୍ଭ କେମିତି ହେଲା। ଆମ ଶାସ୍ତ୍ର କହୁଛି, ସର୍ବପ୍ରାଚୀନ ଶାସ୍ତ୍ର, ଯେ ବୁଦ୍ଧିଷ୍ଟ ମଙ୍କ ମାନେ, ବୁଦ୍ଧିଷ୍ଟ ଯୋଉ ଧର୍ମ ପ୍ରଚାରକ ମାନେ ଥିଲେ ସେତେବେଳକୁ, ଶ୍ରମଣ କୁହାଯାଉଥିଲା ସେମାନଙ୍କୁ, ସେମାନେ ବିଭିନ୍ନ ଗାଁକୁ ଯାଇକି ବୁଦ୍ଧଙ୍କ ବାଣୀ ପ୍ରଚାର କରୁଥିଲେ। ଆଉ କେମିତି ଗୋଟେ ନୈତିକ ଜୀବନ ବଞ୍ଚିବ, କେମିତି ତଥାକଥିତ ମୂର୍ତ୍ତି କୌଶଳିକାବାଦରୁ ଦୂରେଇ ରହିବ, ଏସବୁ ଅନାବଶ୍ୟକ, ଭଗବାନ ଅଛନ୍ତି ନାହିଁ, ଆତ୍ମା ରୂପ କଣ, ଏଇ ସବୁ ଅନାବଶ୍ୟକ କଥାରୁ ମୁକ୍ତ ରହି ଜୀବନରେ ଯୋଉ ରାତି ପାଇଲେ ଆମେ ଯୋଉ ଦୁଃଖ ଯନ୍ତ୍ରଣାରେ ରହୁଛୁ, ସେଇଥିରୁ ମୁକୁଳିବ, ସେ ବିଷୟ କହୁଥିଲେ। ବହୁତ ପଥକ୍ରାନ୍ତ କରୁଥିଲେ। କେବଳ ବର୍ଷା 4 ମାସ ସେମାନେ ଯାହା ରେଷ୍ଟ ନଥିଲେ, ସବୁବେଳେ ବୁଲୁଥିଲେ। ଦିନେ କଣ ହେଇଛି, ତାଙ୍କର କିଛି ନଥାଏ, ବେଳେବେଳେ ଖାଇବାକୁ ପାଣି ଫୁଟଉଛନ୍ତି, ପାଣି ଫୁଟେଇଲା ବେଳେ ଶୁକ୍ଳ ପତ୍ର ସେ ଉପରେ ଗୋଟେ ଗଛ ଥିଲା, ପଡିଗଲା କିଛି, ସେ ପାଣିଟା ପିଇଲେ ତାଙ୍କ ଭିତରେ ଅଦ୍ଭୁତ ଶକ୍ତି ଆସିଲା। କଣ ହେଲା, ସବୁବେଳେ ତ ଉଷୁମ ପାଣି ଟିକେ ପିଉଥିଲୁ, ଆଜି କଣ ପିଇଲେ ଭାରି ଫୁର୍ତ୍ତି ଲାଗୁଛି। ଆଉ ଜଣେ ଶିଷ୍ୟକୁ ଦେଲେ, ଆଉ ଜଣେ ଶ୍ରମଣକୁ, ସତେ ଦେଖ କି ପତ୍ର ଏଇଟା, ସେମାନେ ଦେଖିଲେ ଉପରେ ଗୋଟେ ଗଛଟେ ଅଛି। କହିବା ଭାବିଲେ ଚା ଗଛ 2 ପ୍ରକାର, ଗୋଟେ ବଡ ବଡ ଗଛ ଅଛି, ଗୋଟେ ସାନ ଗଛ ଅଛି। ଯେବେଠୁ କମର୍ସିଆଲ ବେସିସରେ ଆମେ ଚାଷ କରିବାକୁ ଆରମ୍ଭ କଲୁ, ତାର ଡାଳ ପତ୍ର କାଟି ତାକୁ ମାତ୍ର 4.5 ଫୁଟ, 5 ଫୁଟ, 3 ଫୁଟ ଭିତରେ ରଖିଲୁ, ସେଟା ଆମ ହାତ ପାହାଞ୍ଚରେ ପତ୍ରଟି ଦିନ ତୁଳେ। ନହେଲେ ଚା ବଡ ବଡ ଗଛ ଅଛି, ଆପଣ 15 ଫୁଟ ଉଚ୍ଚ ଗଛ ବି, ଜଙ୍ଗଲୀ ଚା ଗଛ ଗୁଡାକ ଅଛି। ଆପଣ ଆସାମ ଯଦି କେବେ ଦେଖିବେ ଯେ ଏଇଟା ଜଙ୍ଗଲୀ ଚା ଗଛ, ଏଇଟା ପ୍ରାକୃତିକ ଏଇ ଯୋଉ କଲ୍ଟିଭେଟେଡ ଚା ଗଛ, ଚାଷ ଉପଯୋଗୀ ଚା ଗଛ। ତ ସେଇଟା ଗଲେ, ସେମାନେ ଯେତେବେଳେ ଶ୍ରମଣ ମାନେ ଗଲେ,
ବୌଦ୍ଧ ଭିକ୍ଷୁ ମାନେ ଗଲେ ଚାଇନା, ସେଇଠି ସେମାନେ ପ୍ରଚାର ପ୍ରସାର କରେଇଲେ। ଆରେ ଏଇଟା ଗୋଟେ ଭଲ ଲାଗୁଛି, ଲୋକମାନେ ପିଇଲେ। ସବୁବେଳେ ତ ଆମର ପୃଥ୍ୱୀର ପରମ୍ପରା ରହିଛି, ଗୁରୁଜନ ଯାହା କହିବେ ଲଘୁଜନ ତା ପଛେ ପଛେ ଯିବେ। ସେଇଠୁ ଆରମ୍ଭ ହେଲା ଚା। ତ ଉଷୁମ ପାଣିରେ ପ୍ରତିଟା ପକ୍ଷୀ ସେ ପାଣିଟା ପିଉଥିଲା, ଏଇଟା ସର୍ବପ୍ରଥମ। ଚାଇନାର କନେକ୍ସନ ଥିଲା ଜାପାନ ସାଙ୍ଗରେ, କାହିଁକିନା ଅଧିକାଂଶ ସମୟ ଜାପାନର ମହାରାଜା ମାନେ ଆସି ଚାଇନା ଅଧିକାର କରିକିରି ତାଙ୍କର ସବୁ ଜିନିଷ ପତ୍ର ଖଣି ସାଧାରଣ ସବୁ ନେଇକି ଯାଉଥିଲେ। ତେଣୁ ଚାଇନା ଯେତେବେଳେ ପଳେଇଗଲା, ଚା ଔଷଧ ରୂପ ବାହାରିଲା। ଚାଇନା ଟିକେ ସୌଖିନ ରହିବା, ଜାପାନ ବାଲା ଟିକେ ସୌଖିନ ଲୋକ, ଷ୍ଟାଇଲ ଉପରେ କରିବେ, ଷ୍ଟାଇଲ ଉପରେ। ତେଣୁ ଚା ପର୍ବ ସବୁ ତାଙ୍କର ଚାଲିଲା। ଝିଅ ଦେଖିବାକୁ ଗଲେ ଚା ପର୍ବ। ଆଜି ଦିନରେ ବି ମୋର ଜଣେ ବନ୍ଧୁ ଯାଇଛନ୍ତି ଜାପାନ, ତାଙ୍କ ଚା ପର୍ବ ହବ, ଗ୍ରୀନ୍ ଟି ପିଇବେ, ଟୋପେ ଟୋପେ ପିଇବେ ଘଣ୍ଟାଏ କାଳ। ଆମ ଭଳିଆ କାମ ଥିଲା ଭଳିଆ ମାନେ କେବିନ ଆଗରେ ଠିଆ ହେଇକି ସୁରସାଡ ପିଇ ଦେଇକି ଧାଇବେ କାମରେ, ସେମିତି ନାହିଁ। 1 ଆୱାର ଚା ପିଆ ହବ, ଗୋଟେ କପଟେ ଟିକେ ଟିକେ ବୁନ୍ଦେ ବୁନ୍ଦେ ପିଆ ହଉଥିବ, ତାକୁ ଗ୍ରୀନ୍ ଟି କୁହାଯାଏ। ଆଉ କେତେ ପ୍ରକାର ଟି ବାହାରିଲାଣି, ତାକୁ ନାନା ଗବେଷଣା ଚାଲିଛି। ତା ଭିତରେ ଗୋଟେ ଠକ ବାହାରିଲେଣି, ସେମାନେ ନା ଚା ନା ଇଏ କିଛି ନାହିଁ। ସେମାନେ କଣ କରନ୍ତି, ଇଆଡୁ ସିଆଡୁ ପତ୍ର ଗୁଣ୍ଡ କରି ମିଶେଇ ଦେଇକିରି କେମିକାଲ ଚା ର ଏସେନ୍ସ ମିଶେଇ ଦଉଛନ୍ତି। ଯେବୁଠୁ ସେଇଟା ଆସିଗଲା, ଚା ଟା ପଏଜନ ହେଇଗଲା। ଯେବୁଠୁ କ୍ଷୀର ଚା ବହୁଳ ଭାବେ, କ୍ଷୀର ଚା ରେ 2 ଚାମଚ ଚିନି ପକେଇ ଲୋକ ଖାଇବା ଗଲେ, ସେଇଟା ଗୋଟେ ବିଷାକ୍ତରେ ପରିଣତ ହେଇଗଲା। ମାନେ ଚା ଟା ଏସବ ଖରାପ ନୁହଁ, ଚା ପତ୍ରିଟା ଗୋଟେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣଯୁକ୍ତ ପତ୍ରଟିଏ। ତେଣୁ ଏ ପ୍ରକାର ଗୋଟେ ଜାଗାରେ ଲେଖିଛନ୍ତି ଚା ଟା କେମିତି ଖାଇବ। ସେ ଏକଥା ବି ଲେଖିଛନ୍ତି ଯେ ପୁରା ପାଣି ଫୁଟେଇଦବ, ଫୁଟେଇ ଦେଲା ପରେ ଚା ପତି ପକେଇବ, ତାକୁ ଘୋଡେଇ ଦବ, ବନ୍ଦ କରିଦବ। ସେଇ ଯୋଉ ଅଳ୍ପ ସମୟ 2 ମିନିଟ୍ ରଖିବ। ଆମର କଣ କି ଚା ଟାକୁ ପତି ଫୁଟେଇ 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 କଡା ଚା କରୁଛି, ତା ଫଳରେ ତାର ଭଲ ଗୁଣ ସାଙ୍ଗରେ ଯୋଉଟା ଅନାବଶ୍ୟକ ଏସିଡ ଗୁଣ, ଯୋଉଟା ଟକ୍ସିନ, ସେଗୁଡା କହୁଛି ପାଣି ଆସି, ଯୋଉଟା ପାଇଁ ଦେହ ଖରାପ ହଉଛି, ଗ୍ୟାସ ହଉଛି, ଦୁନିଆ ପ୍ରକାର। ତେଣୁ ଡାକ୍ତର କହୁଛି ଚା ପିଆ ଛାଡିଦିଏ, ଆମର ଭୋକ ମାରିଦିଏ, କେତେ ପ୍ରକାର ପରିସ୍ଥିତି। ତେଣୁ ଚା ଠୁ ସର୍ବମୂଲ୍ୟ ଜିନିଷ ପାଇବା ପାଇଁ ତାକୁ ଅଳ୍ପ ହିଁ ଫୁଟେଇବେ, ବିଲକୁଲ ତାକୁ ମାନେ ଫୁଟେଇବେନି, ଫୁଟା ପାଣିରେ ପକେଇଦେବେ, ଘୋଡେଇ ଦେବେ, ସେ ଯେତିକି ମର୍ଜ କଲା ସେତିକି। ଇଏ ଗଲା କାହାଣୀ। ତ ଆମର ଭାରତରେ ଚା ବର୍ତ୍ତମାନ ବିଶ୍ୱର ଚା ର ଜାଗା ଭିତରେ ଭାରତ ବହୁତ ଗୋଟେ ବଡ ପ୍ରଡକ୍ସନ, ବୋଧେ 3ୟ ନମ୍ବରରେ ଥିବ। ଏତେ ସଂଖ୍ୟାର ଏତେ ଏମାଉଣ୍ଟରେ ଆମର ହୁଏ। ଆମର ଯୋଉଠି ବର୍ଷା ପ୍ରବଳ ହଉଥିବ, ଆଉ ରାତିରେ ହ୍ୟୁମିଡିଟି ଟିକେ ରହୁଥିବ, ତାର ଗୋଟେ କଣ୍ଡିସନ ଅଛି, ଟେମ୍ପରେଚର ସକାଳେ କେତେ ହବ, ଖରାବେଳେ କେତେ ହବ, ହ୍ୟୁମିଡିଟି କେତେ ହବ, ବର୍ଷା କେତେ ହବ, ଏ ସବୁ ହେଲେ ଚା ହୁଏ। ତ ଚା ବଗିଚା ପାଇଁ ଯେତେବେଳେ ଇଂଲିଶ ମାନେ ଭାରତକୁ ଆସିଲେ, ସେମାନେ ଶାସନ କରୁଥିଲେ, କିନ୍ତୁ ସେମାନେ ସବୁ ଆଖି ପକେଇଲେ ଏଇ ଗୁଆହାଟୀ ପକେଇଲେ ଆସାମରେ ଯୋଉ ଚା ହଉଥିଲା, ସେଠି ସେମାନେ ଆଖି ପକେଇ ତାର ସବୁ ଉତ୍ଥାନ କରେଇଲେ। ଆଉ ତାର ମାଲିକାନା ସେମାନେ ରହିଲେ, ଲେବର ହିସାବରେ ଆମ ଲୋକମାନଙ୍କୁ ରଖିଲେ, ଇଣ୍ଡିଆନ ଲୋକମାନଙ୍କୁ। ଗରିବ ଗାଁରୁ ମାରା କରି ଜଳେଇ ନେଲେ, କୁଆପଛା କରିକି ନେଲେ, ସବୁ ପ୍ରକାର। ଦେଶ ସ୍ୱାଧୀନ ପରେ ଧୀରେ ଧୀରେ ଜଣେ ଜଣେ କରି ସେ ରିଏଲ ଇଷ୍ଟେଟ ଗୁଡାକ, ଚା ଇଷ୍ଟେଟ ଗୁଡାକ ବିକ୍ରି କରିଦେଲେ ଭାରତୀୟ ମାନଙ୍କୁ। ଭାରତୀୟ ମାନେ ପ୍ରଥମେ ଗୁଜୁରାଟୀ ମାନେ ବହୁତ ଯାଇକି ବ୍ୟବସାୟ କଲେ, ଗୁଜୁରାଟୀ ମାରୁଆଡି ପରେ ଧୀରେ ଧୀରେ ଲୋକାଲ ଲୋକ ସେମାନଙ୍କୁ ଆସିଲେ। ବର୍ତ୍ତମାନ ଭାରତର ଚା ଯୋଉଟା ସବୁଠୁ ଅଧିକ ଆସେ ଗୌହାଟୀ, ଆସାମ ଚା ଯାହା କହୁଛୁ ଆସେ, ଆପଣଙ୍କ ଦିବ୍ରୁଗଡ଼ ଫିବ୍ରୁଗଡ଼ ପର୍ଯ୍ୟନ୍ତ ବହୁତ ଜାଗାରେ, ଆପଣ ଆସାମର ବହୁତ ଜାଗାରେ ଦେଖିପାରିବେ, ଗାଡିରେ ଗଲାବେଳକୁ ମାଇଲ ମାଇଲ ବ୍ୟାପୀ। ଆଚ୍ଛା, ତାର ଇଏ ହେଲା। ତାପରେ ପରେ ଆପଣଙ୍କର ଅନ୍ୟ ଗୁଡାଏ ଜାଗାରେ ଚା ବାହାରିଲା। ମୁଁ କହୁଛି ଆପଣଙ୍କର ଗୋଟେ ଥର ଯାଇଥିଲି ହିମାଚଳ ପ୍ରଦେଶରେ, ହିମାଚଳ ପାଲମପୁର ନାଁ ଶୁଣିଛି। ପାଲମପୁର ଚା ମାନେ ଭାରତର ସବୁଠୁ କଷ୍ଟଲି ଚା। ମାନେ ଏଇ ଚା ଯେତିକି ତାର ଅଲମୋଷ୍ଟ 3 ଗୁଣ ହବ। ଜୋରରେ ବର୍ଷା ପଡୁଛି, ବାଦଲ ଫଟା ବର୍ଷା ହିମାଚଳ ପ୍ରଦେଶରେ। ସେ ବର୍ଷ ପାଲମପୁରରେ ବାଦଲ ଫଟା ବର୍ଷା। ପାଲମପୁର ଆପଣ ଜାଣିଥିବେ, ଆପଣ ଯଦି ପଠାଣକୋଟ ଯାଆନ୍ତି, ପଠାଣକୋଟରୁ ଗୋଟେ ସେଟା ସବୁ ଭଲ ଭଲ ଜାଗା ସବୁ, ଆପଣ ଧର୍ମଶାଳା ପାଲମପୁର ବି ଯାଏ, ଆପଣ ସେଠୁ ଓହ୍ଲେଇଯିବେ। ପାଲମପୁରର ଗୋଟେ ଚା ବଗିଚା ଅଛି। ଚା ବଗିଚା ଯିବାର କାରଣ ହେଲା, ସେ ପାଖରେ ଗୋଟେ ଷ୍ଟୁଡିଓ ଥିଲା, ଗୋଟେ ବଡ ଚିତ୍ରକର ରହୁଥିଲେ, ଯିଏ କି ବଡ ବଡ ଭାରତର ବଡ ବଡ ମାନେ ସେଲିବ୍ରିଟି ମାନଙ୍କୁ ବସେଇକି ତାଙ୍କର ଚିତ୍ର ଆଙ୍କୁଥିଲେ। ଆପଣଙ୍କର ଯୋଉ ହିର ରାଞ୍ଜା, ଯୋଉ ଯୋଡି ସବୁ ଅଛନ୍ତି, ହିର ରାଞ୍ଜାର ଚିତ୍ରଟା ସେ ଢଙ୍କା ହେଇଥିଲା ପ୍ରଥମ। ତ ବଡ ବଡ ଧର୍ମେନ୍ଦ୍ର ଫନ୍ଦ ସବୁ ବଡ ବଡ ଆକ୍ଟର ମାନେ ଯାଇ ବସୁଥିଲେ, ତାର ଚିତ୍ର ଦେବାନନ୍ଦ କରି ଚିତ୍ର। ସେଇ ଷ୍ଟୁଡିଓଟାକୁ ଦେଖିବାକୁ ମୁଁ ଯାଉଛି, ବାଟରେ ଚା ବଗିଚାଟା ପଡିଲା, ପ୍ରବଳ ବର୍ଷା ହେଲା। ସେଇ ଯୋଉ କୁଟୀରରେ ମୁଁ କହିଲି ଚା ଟିକେ କରନ୍ତୁ ଦେଖିବା, ସେ କହିଲେ ଚା ପିଇବେ। ସେ ଯୋଉ ଚା ଦେଇଥିଲା, ବାହାରେ ଝରଝର ବର୍ଷା, ବାଦଲ ଫଟା ବର୍ଷା, ଶୀତ, ତା ଭିତରେ ଶୀତ ବସ୍ତ୍ର ସଫିସିଏଣ୍ଟ ମୋ ପାଖରେ ନାହିଁ, ଉଦା ଜୁଡୁ ବୁଡୁ। ସେ ଯୋଉ ଚା କପଟି ସେ ଦେଇଥିଲା, ବିଶ୍ୱାସ କରନ୍ତୁ ଲଗାତାର ଗୋଟିଏ ପରେ ଗୋଟିଏ 3 କପ୍ ଚା ପିଇଲି। ସେ କହିଲା ଆଜ୍ଞା ଦେଖନ୍ତୁ ଚା ଆମର ବହୁତ ମହଙ୍ଗା ହେଇଛି, ଆପଣ ପଇସା କୁ ଡରନି, ମତେ ଏତେ ଭଲ ଲାଗୁଛି। ସେ ଅବିସ୍ମରଣୀୟ ଚା ପିଇବା ଗୋଟେ। ଆଉ ଗୋଟେ କଥା ହେଲା, ଚାକୁ ନେଇକି ମୋର ବ୍ୟକ୍ତିଗତ ରହୁଛି, ଆସାମରେ ଗୋଟେ ଜାଗାରେ ଥାଉ, ସେ ବହୁତ ଇଣ୍ଟେରିୟର ଅଛି ଆସାମର, ସେ ନାଗାଲାଣ୍ଡ ଆଡେ ଯାଇଥିବ, ଗୋଟେ କୋଉ ଛୋଟିଆ ଜାଗାରେ ଥାଉ, ଚା ଚାଷ ହଉଛି,
ସେ ଦୋକାନରେ ଚା ମିଳୁନାହିଁ। ଏପଟେ 3-4 କିଲୋମିଟର ଗଲି, ସେପଟେ 3-4 ସେ ଆସିଲେ ଗୋଟେ ମାଇଲ ବାଟ ଚାପଟା ନା ଏଠି ଆମେ ଚା ଚାଷ କରୁଛୁ, ଏଠି ଚା କିଏ ପିଅନ୍ତିନି। ବଡ କଷ୍ଟରେ ଗୋଟେ ଲୋକ କହିଲୁ, ସେ ତାର ଘରେ ଫ୍ଲାସ୍କରେ ତିଆରି କରି ଆଣିଲା, କହିଲା ଏଇଟା ଆପଣ ପାଇଁ 2-4 କପ୍ କରିଛି ନା। ମାନେ ଦେଖ ଆସାମରେ ଚା ହଉଛି କିନ୍ତୁ ଲୋକମାନେ ଚା ପିଇବାକୁ ଆଗ୍ରହ ନାହିଁ। ଆମ ଓଡିଶାରେ ଅଥଚ ରାତି ପାଇଲେ ଚା ରେ ମୁହଁ ଦଉଛନ୍ତି। ତେଣୁ ସିଏ ଗୋଟେ ଅନୁଭୂତି। ଆଉ ଥରେ ମୁଁ କେରଳ ଯାଇଥିଲି। କେରଳରେ ବହୁତ କଫି ଚାଷ ହୁଏ, ରବର ଚାଷ ହୁଏ, କିନ୍ତୁ ଚା ଚାଷ ବି ହୁଏ। ଆପଣଙ୍କର କେରଳର ସେଟା ମୁନ୍ନାର ଭ୍ୟାଲି ଯୋଉମାନେ ଆପଣ ଦେଖିଥିବେ ଯୋଉ ସୁଟିଂ, ସେଇଠି ମୁନ୍ନାର ଭ୍ୟାଲି ନାଟା ଚେନ୍ନାଇ ଏକ୍ସପ୍ରେସ, କିନ୍ତୁ ଚେନ୍ନାଇରେ ବି ସୁଟିଂ ସବୁ ମୁନ୍ନାର ଭ୍ୟାଲି କେରଳର। ତ ମୁନ୍ନାରରେ ଯେତେବେଳେ ଦେଖିଲି ମାଇଲ ବାଟ ଚାଷ, ଟାଟା କରଉଛି ସବୁ ବଡ ବଡ ଆପଣ ଅନାବାଦୀ ଜଙ୍ଗଲ କୁହନ୍ତୁ ବା ଭଲ ଜଙ୍ଗଲ ଥିଲା, ଗଛ ପତ୍ର କାଟିକି ଖାଲି ଚା ଚାଷ ଚାଲିଛି। ଆଉ ତା ସେପଟୁ ସବୁ ଅଭୟାରଣ୍ୟ ଅଛି, ହାତୀ ଫାତୀ ରହୁଛନ୍ତି। ସେଇଠି ବି ଚା ବି ବହୁତ କଷ୍ଟଲି। ଆଉ ଚାର ତ ବିଭିନ୍ନ ଭେରାଇଟି ଜାଣିଛନ୍ତି, ମାନେ କିଲୋ 300 ଟଙ୍କାଠୁ ଆରମ୍ଭ କରିକି କିଲୋ 8,000 10,000 ପର୍ଯ୍ୟନ୍ତ ଅଛି ଚା ଆମର ଏଇ ଚା ବଗିଚା ମାନେ ବିକ୍ରି ହୁଏ। ଆଉ ଦୁର୍ଭାଗ୍ୟ କଥା, ଦୁଃଖର କଥା, ସବୁଠୁ ଭଲ ଚା ଧନୀ ମାନଙ୍କୁ ଅର୍ଥାତ ଆରବ ପଳେଇଯାଏ, ଆମେରିକା ପଳେଇଯାଏ, ୟୁରୋପ ପଳେଇଯାଏ। ସବୁଠୁ ସେକେଣ୍ଡ ଗ୍ରେଡ ଥାର୍ଡ ଗ୍ରେଡ ଚା ଭାରତୀୟ ଭାଗ୍ୟରେ ଜୁଟେ, ଯୋଉଟାକି ଆମେ କହୁଛୁ ଭଲ ଚା, ଟାଟା ଚା, ଇଏ ଚା ଆମେ କେବେ ଭଲ ଚା ପିଇବୁ। କାହିଁକି ଦାର୍ଜିଲିଂ ର ଗୋଟେ ଚା ଫ୍ୟାକ୍ଟ୍ରିକୁ ମୁଁ ଯାଇଥିଲି। ଫ୍ୟାକ୍ଟ୍ରି ସେମାନେ ସେ ଟିକଟ, ସେ ଫ୍ୟାକ୍ଟ୍ରିଟା ବୁଲିବା ପାଇଁ ଟିକଟ 400 ଟଙ୍କା ଥିଲା। ଆଉ 400 ଟଙ୍କା ସେ ଭିତରକୁ ଗୋଟେ ଚା ଦଉଥିଲେ। ଗୋଟେ କପ୍ ଆମର ଅଛି, ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ଚା ଅଛି, ହ୍ୱାଇଟ୍ ଚା ତାକୁ କହୁଛି, ଏକଦମ ଟ୍ରାନ୍ସପାରେଣ୍ଟ ପାଣି କରି ଦେଖିବ, ସେ କପ୍ ଟା ଆପଣ 400 ଟଙ୍କା ପଡିବ। ମାନେ ଚା ପ୍ରଡକ୍ସନ ସେଣ୍ଟରରେ କପ୍ ଟେ ଚା ଯଦି 400 ପଡିଲେ, ସେ ଚା କୁଆଡେ ଯାଉଛି କଣ କହୁଛି ନା ସବୁ ଥକ ପଳେଇ ଯାଉଛି ଆରବିଆନ କଣ୍ଟ୍ରି। ଯାହା ପାଖରେ ଧନ ରହିଲା, ତା ଭାଗ୍ୟରେ ଭଲ ମାଛ, ଭଲ ଚିଙ୍ଗୁଡି, ଭଲ ଚା, ସବୁ ଭଲ। ଆଉ ଯାହା ପଇସା ପତ୍ର ନାହିଁ ତାକୁ ଧରିକି ତ ବଡ କଷ୍ଟରେ କପେ ଚା 400 ଦେଇକି ମରୁଛନ୍ତି। ତଥାପି ଆମେ 2 ଜଣ ସେୟାର କରିକି ହଉ ପଛେ 400 ଟଙ୍କା ଦେଖିବା କଣ ବୋଲି ପିଇଥିଲି। ସିଏ ଗୋଟେ ଅଦ୍ଭୁତ ଫିଲିଂ ଦେଇଥିଲା, ଏକଦମ ଟ୍ରାନ୍ସପେରେଣ୍ଟ, ନୋ ନାଲି ଚା ହିଁ ସେଥିରେ ନାହିଁ, ଏକଦମ ଟ୍ରାନ୍ସପେରେଣ୍ଟ ହ୍ୱାଇଟ୍ ମାନେ ପାଣିଟା ଭଳିଆ ଦିଶୁଥିଲା। କିନ୍ତୁ ସେଟା ପିଇ ସାରିଲା ପରେ ବି ମୁଁ ଯାହା ଫିଲ୍ କରିଛି ପ୍ରକୃତିରେ ବଡ ଏନର୍ଜେଟିକ୍ ଲାଗିଥିଲା। ଏତେ ସତେଜ ଗୋଟେ ସତେଜ ନର୍ଭ ସିଷ୍ଟମରେ ଗୋଟେ ଚମକ ଖେଳି ଯାଇଥିଲା, ଶକ୍ତି ଆସିଯାଇଥିଲା। ଇଏ ହେଇଗଲା ଗୋଟେ ଆମର ଏଇ ଯୋଉ ବିଭିନ୍ନ ପ୍ରକାର। ଆଉ ୱେଷ୍ଟ ବେଙ୍ଗଲରେ ବହୁତ ଚା ପିଅନ୍ତି। ୱେଷ୍ଟ ବେଙ୍ଗଲରେ ଆଉ ଗୋଟେ ବଡ ସମସ୍ୟା କଣ, ମାନେ ଯୋଉ ବିଶେଷ କରିକି ବଡ ସହର କଥା ଛାଡନ୍ତୁ, କଲିକତା କଥା କହୁଥିଲେ। ହଁ ହଁ, କଲିକତାର ବଡ ସହର କଥା, ଆରିଷ୍ଟୋଟେଲ ଏରିଆ କଥା, ସେ ତ ଅଲଗା କଥା। କିନ୍ତୁ କଲିକତା ଆପଣ ଯେମିତି ଶାନ୍ତିନିକେତନ କି ବର୍ଦ୍ଧମାନ ଡିଷ୍ଟ୍ରିକ୍ଟର ଇଣ୍ଟେରିୟରରେ ପଳେଇବେ, ନହେଲେ ବାଂଲାଦେଶ ବୋର୍ଡରକୁ ହସନାବାଦ ଆମକ ସମକ ସବୁ ଛଡା ସବୁ ଯିବେ, ସେଇଟା ଗୋଟେ ନୂଆ ରୂପ ଦେଖିବେ। ସେଠି ଲୋକମାନେ ଏତେ ଗରିବ ଲୋକ ଯେ ସମସ୍ତଙ୍କ ଚା ଟିକେ ପିଇବାକୁ ଇଚ୍ଛା, କିନ୍ତୁ ପଇସା ନାହିଁ। ତେଣୁ ସେ ଚା ଦୋକାନ ପାଖରେ ଟଙ୍କିଆ ଚା, 2 ଟଙ୍କିଆ ଚା ସବୁ ମାଗିବେ। ଏଇଟା ଭାରତର ଅନ୍ୟ କୋଉଠି ମୁଁ ଦେଖିନି। ଯୋଉଟା ଅନ୍ୟ ପ୍ରାୟ ସବୁ ମେଡ୍ରାସ ଯାଇଥିବେ, ଚେନ୍ନାଇ ଯାଇଥିବେ, ହାଇଦ୍ରାବାଦ ଯୁଆଡେ ଯାଆନ୍ତି, ଗୋଟେ ଫିକ୍ସ ରେଟ୍, ତାର ଅର୍ଥ ଏତିକି ବାଟ ନାହିଁ ତମ ପାଇଁ। ସେଇ ଏରିଆରେ ମୁଁ ଦେଖିଛି ଏଟାକୁ। ଛୋଟିଆ ମାଟି କପରେ ବସିଥିବେ, ପୂଜା ହେଇଗଲେ ଲୋକଗୁଡାକ ବସିଥିବେ, ଚା ଟିକେ ପିଇବେ, ଟୋପେ ପାଣି ପିଇଗଲେ ଯୋଉ ପରମ ତୃପ୍ତି, ସେ କାମଧାମରେ ବାହାରି ପଡିବେ। ଇଏ ହଉଛି କଲିକତାର ଦୃଶ୍ୟ, ଯୋଉଠି ପ୍ରଚୁର ଚା ଚାଷ ହୁଏ। ଆଉ ମୋ ବ୍ୟକ୍ତିଗତ ମୁଁ କହିବି ସବୁଠୁ ମାଡ୍ରାସ ଟା ମତେ ଭଲ ଲାଗେ, କାରଣ ସେଠି ପାଣି ଆଉ କ୍ଷୀର ଆଉ ଡିକାସିନ୍ ଏସବୁ ଆମର ଭଳିଆ ଓଡିଶା ଭଳିଆ ସବୁ ମିଶେଇକି ଫୁଟେଇ ଦିଅନ୍ତିନି। ସେ ଡିକାସିନ୍ ଟାକୁ ଯୋଉଟା ଚା ପତି ତାକୁ ଅଲଗା କରି ରଖିଥାନ୍ତି, ଏଇଠି କ୍ଷୀର ଅଲଗା କରି ଗରମ ହୁଏ, ସେଇଠି ଆଣି ପକେଇକିରି ଯୋଉ ଦିଅନ୍ତି ତାର ବାସ୍ନା ଅଲଗା। କାହିଁକିନା ଡିକାସିନ୍ ଯୋଉ ଚା ଫୁଟୁଥିବ, ଚା ପିଆ ପ୍ରକୃତରେ ଜାଣିପାରିବ ଚା ଫୁଟଣର ଯୋଉ ବାସ୍ନାରେ କମ୍ପୁଥିବ, ସେଥିରୁ ସେ ଚାର କ୍ୱାଲିଟି ଜାଣିଦେବି କୋଉ ପତ୍ର ଚା ଏଇଟା। ତ ସେଇ ଚା ନାମରେ ଆମକୁ ଯୋଉ ପ୍ରକାର ବର୍ତ୍ତମାନ ବ୍ୟବସାୟିକ ଯୁଗ, ତା ଭିତରେ ଅନେକ ଠକଙ୍କର ଅନୁପ୍ରବେଶ, ଯାହା ପରିଣତି ହେଇଛି, ତା ଗୋଟେ ଅସଲ ରୂପ ଅଛି। ତାକୁ ଠିକ ଟାଇମରେ ମାନେ ଯଦି ୟୁଜ କରିପାରିବା, ଦେହକୁ କିଛି ଅସୁବିଧା ନାହିଁ କି କ୍ଷତିକାରକ ନୁହଁ। କିନ୍ତୁ ଯାହା ଡାକ୍ତର ମାନେ କହୁଛନ୍ତି କ୍ଷୀର ଗୁଡେ ମିଶେଇଦବା କି ଗୁଡେ ଚିନି ମିଶେଇବା, ବାର ଖାଇବା, ଏସବୁ ଅନାବଶ୍ୟକ। କପେ 2 କପ ଦେହ ଯଦି ନେଉଛି କିଛି ଅସୁବିଧା ନାହିଁ। ଇଏ ହଉଛି ଚାର କଥା। ଚା ଆଉ ଗୋଟେ ବଡ କଥା ଜିନିଷ, ସବୁଠୁ ବଡ ମୁଁ ସମସ୍ତଙ୍କୁ କହେ, ଚା କପ୍ ଯୋଉ କାଚ ଗ୍ଲାସ, ଏବେ ତ କାଗଜ କପ୍ ଛାଡନ୍ତି, ଚା କପ୍ ବା ଚା ଗିଲାସ ଟା ମାନେ ଭାରତର ଗୋଟେ ସାର୍ବଭୌମ୍ୟତ୍ୱ। ଆଉ ଆମର ଭାରତର ଯୋଉ ସବୁ ଜଣ ସମାନ, ସମସ୍ତ ନାଗରିକ ଗୋଟିଏ ପଙ୍କ୍ତିର, ଜାତି ବର୍ଣ୍ଣ ଧର୍ମ ଆଉ ନିର୍ବିଶେଷରେ ସମସ୍ତେ ଏକାକାର ଯଦି ଗୋଟିଏ ଅବଜେକ୍ଟକୁ ଯଦି ଖୋଜି ବ୍ୟବହାର କରେ, ସେ ହଉଛି ଚା କପ୍ ବା ଚା ଗିଲାସ। କାହିଁକି ଆପଣ ଦୂରରେ କାର ନେଇକି ଯାଉଛନ୍ତି, କେବେ କୁହନ୍ତୁ କୋଟିପତି ହୁଅନ୍ତୁ, ଆପଣ ଇଚ୍ଛା ଚା ବି ଖାଇବେ, କୋଉଠି ଯିବେ, ଚା ଦୋକାନରେ ବସିଲେ ସେ ଯୋଉ ଛୋଟିଆ ପଟାଟେ ପକେଇଥିବ କି କାଠଟେ ପକେଇଥିବ, ସେ ହଉଛି ମାନେ ସବୁଠୁ ସୁନ୍ଦର ଜାଗା। ଆପଣ ଯେତେ ଧନୀ ହେଇଥାନ୍ତୁ, ସେ କପରେ ଦବ, ସେ ବା ଗିଲାସରେ ଦବ,
ତେଣୁ ସେଇ କପରେ ଦରିଦ୍ରର ଓଠ ଲାଗିଛି, ଧନୀର ଓଠ ଲାଗିଛି, ସୁନ୍ଦରୀ ସ୍ତ୍ରୀର ଓଠ ଲାଗିଛି, ଗାଁ ମହାଜନ ଲାଗିଛି, ଅଜାତିର ଲାଗିଛି, ମୁସଲମାନ ଲାଗିଛି, ଖ୍ରୀଷ୍ଟିଆନ ଲାଗିଛି, କୌଣସି ସମସ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଜିନିଷ ଯିଏକି ସମସ୍ତଙ୍କ ଓଠକୁ ଛୁଇଁଥାଏ ହଉଛି ଚା ଗିଲାସ। ତ ଚା ଗିଲାସ ପ୍ରକୃତରେ ଆମର ଭାରତର ଆତ୍ମାକୁ ଏକଜୁଟ କରି ଯୋଡୁଥିବା ସିଏ ଗୋଟେ ସ୍ଥୂଳ ରୂପୀ ଆତ୍ମା ମାନେ ରଜ୍ଜୁ ବୋଲି ମୁଁ କହିବି। ଚା କପ୍ ଭଳିଆ ଏତେ ବଡ ୟୁନିଭର୍ସାଲ ୟୁଜ୍ ଜିନିଷ କିଛି ନାହିଁ। ବୋଧେ ଚା କପ୍ ବା ଚା ଗିଲାସ ଭାରତରେ ଜାତି ଆଉ ଜାତିଆଣ ବା ଦୂରତା ମାନେ ଲିଭେଇବାରେ ଯେତିକି ଭୂମିକା ନେଇଛି ତଥାକଥିତ ମାନେ ଜ୍ଞାନୀ ମାନେ ଯୋଉ ବଡ ବଡ ବହି ଲେଖିଛନ୍ତି ସେଇଟା ବି ସେତିକି କରିପାରିନି। ମୋର ହୃଦବୋଧ ସେ କଥା। ଯେମିତି ଜଣେ କହିଲେ ଟ୍ରେନ ଯୋଉଠୁ ଆସିଲା ସେଇ ଗୋଟେ ବେସିନରେ, ସେଇ ଗୋଟେ ଲାଟ୍ରିନରେ, ସେଇ ସିଟରେ ବ୍ରାହ୍ମଣ ବସିଲେ, ଚଣ୍ଡାଳ ବସିଲେ, ଖ୍ରୀଷ୍ଟିଆନ ବସିଲେ, ମୁସଲମାନ ବସିଲେ, ଧନୀ ବସିଲେ, ଗରିବ ବସିଲେ। ତେଣୁ ଭାରତରେ ଧୀରେ ଧୀରେ ଜାତି ପ୍ରଥାଟା ଡାଇଲ୍ୟୁଟ୍ ହେଇଗଲା, କମିଗଲା। କିନ୍ତୁ ମୁଁ ଭାବେ ତାଠୁ ଆହୁରି ବଡ କଥା ହଉଛି ଏଇ ଯୋଉ ଆନନ୍ଦ ମଣ୍ଡଳ ଶିଶୁମାନେ ଦଉଥିବା ସେ ଇଏକୁ ଚା ଗିଲାସ ଯୋଉ ମାନେ ଠୋକେ ଠୋକେ ପିଉଥିବେ, ସିଫ୍ଟିଂ ଯାଉ କୁହନ୍ତି, ସିଫ୍ଟିଂ ଡ୍ରପ୍ ବାଇ ଡ୍ରପ୍ ଛୋଡିକି ନେଉଥିବେ ଚାହା। ଏତେ ପ୍ରେମରେ କୋଉ ଅବଜେକ୍ଟକୁ ମତେ କୁହନ୍ତୁ, ଗୋଟିଏ ଅବଜେକ୍ଟକୁ ଯୋଉଠିକି ଏତେ ବର୍ଗର ଲୋକ ଏତେ ଆନନ୍ଦରେ ପ୍ରେମରେ ମାନେ ଚୁମ୍ବନ ଦେଇକି ଓଠରେ ତାକୁ ନିଜର ମାନେ ସର୍ବଶ୍ରେଷ୍ଠ ସମ୍ପଦ ଭଳିଆ ତାକୁ ବ୍ୟବହାର କରନ୍ତି କୁହନ୍ତୁ। ଚା ଗିଲାସ ହଉଛି ଗୋଟେ ଅନନ୍ୟ ମାନେ ପ୍ରତିମା, ତାକୁ ମାନେ ରୂପକଳ୍ପ। ଭାରତର ଯୋଉ ବହୁ ନ୍ୟାସନାଲ ଇଣ୍ଟିଗ୍ରେସନ କରିବା ତାର ଯଦି ରିପ୍ରେଜେଣ୍ଟ ଖୋଜିବେ ଚା ଗିଲାସ ହଉଛି ବେଷ୍ଟ, ତାର ତୁଳନା ନାହିଁ। ଆଉ ଏବେ ତ କାଗଜ ଗିଲାସ ଅଛି, ୟାର ବହୁତ ଖରାପ ବ୍ୟବହାର ବି ରହିଛି, କାରଣ ସେ ଯୋଉ ମହମ କୋଟିଂ ଲାଗୁଛି ସେଟା ଦେହକୁ କ୍ୟାନ୍ସର ବୋଲି କହିଲେନି। ଆଉ ସବୁଠୁ ବଡ କଥା ହଉଛି ଚା କପ୍ ଟା ଫୋପାଡ଼ି ଦେଲା ପରେ ଯୋଉ ମହୁମାଛି ମାନେ କଣ କରୁଥିଲା, ବୁଲି ବୁଲି ମହୁ ସଂଗ୍ରହ କରୁଥିଲେ, ସେମାନେ ମହୁ ସନ୍ଧାନରେ ଯାଇକି ଚା କପ୍ ରେ ପିଇ ଦଉଛନ୍ତି। ଯାହାଫଳରେ ସେଇଠି ଯୋଉ ଚା ଯେ ଟେକ୍ସିନ୍ ଅଛି ତାର ଯୋଉ ଅନ୍ୟାନ୍ୟ କେମିକାଲ ଅଛି ଯୋଉଟା କି ଚାପତି ଅଛି ସେଟା ଖାଉଛି, ସେଟା ଖାଇକି ସେମାନେ ମୃତ୍ୟୁବରଣ କରିଯାଉଛନ୍ତି। ଯାହାଫଳରେ ବହୁତ ସଂଖ୍ୟାରେ ବର୍ତ୍ତମାନ ମହୁମାଛି ମରିବାକୁ ଲାଗିଲେଣି। ଆଉ ଯଦି ମହୁମାଛି ମରୁଛନ୍ତି, ଆପଣ ପ୍ରାକୃତିକ ଉପରେ ପରାଗ ସଙ୍ଗମ ଚାଲିଛି, ଗଛର ଗୋଟେ ଗଛ ଏଇଠି ଅଛି, ଆଉ ଗୋଟେ ଗଛ ଆଉ ଦୂରରେ କେମିତି ହଉଛି, କିନ୍ତୁ ପରାଗ ସଙ୍ଗମ ଦ୍ୱାରା ଗଛ ବଢୁଥିଲା, ଫଳ ହଉଥିଲା, ଫଳ ହେଲେ ପକେଟ ଖାଉଥିଲା, ସବୁ ପୁରା ସାଇକେଲ ଟା ନଷ୍ଟ ହେଇଯିବ। ଦ୍ୱିତୀୟ କଥା ହଉଛି ଚା କପରେ ଯେତେ ପରିମାଣରେ କାଗଜ ନଷ୍ଟ ହଉଛି, ପିଢି ପାଇଁ କାଗଜ ଆଉ ମିଳିବନି, ଗଛ କଟା ଚାଲିଛି। ତେଣୁ ସବୁଠୁ ଭଲ ବର୍ତ୍ତମାନ ସରକାରଙ୍କୁ ପୁନଶ୍ଚ ଆଉଥରେ କପ୍ କି ଷ୍ଟିଲ କପ୍ ବ୍ୟବହାର କରିବେ, ଧୁଆଧୁଇ କରିବେ, ପରିଷ୍କାର ପରିଚ୍ଛନ୍ନ କରିବେ, କାଗଜ କପ୍ କୁ ନିହାତି ଆସନ କରାଯାଉ। ଆଉ ଗୋଟେ ମୁଁ କହିବି, ପିଲାଙ୍କ ପାଇଁ ଚା ବି ନିଷିଦ୍ଧ କରାଯାଉ। ବିଶେଷ କରି 17, 18, 20 ବର୍ଷର ପିଲା ଯଦି ଚା ଆରମ୍ଭ କରିଦେଲେ ଧୀରେ ଧୀରେ ତାଙ୍କର ଭୋକ ମରିଯାଉଛି, ତେଣୁ ତାଙ୍କ ଲିଭର ଫ୍ୟାଟି ଏସିଡ୍ ହେଇଯାଉଛି, ଲିଭର ବଢିଯାଉଛି, ଏଇସବୁ କଥା ପ୍ରକାର ଫ୍ୟାଟି ଲିଭର ହେଇଯାଉଛି। ତେଣୁ ପିଲାଙ୍କୁ ବାସନ କରାଯାଉ। ବାପା ମା ମାନେ ମଧ୍ୟ ଦେଖେଇ ଦେଖେଇ ପିଲାକୁ ଖାଇବା ଉଚିତ ନାହିଁ। ହଁ କେତେବେଳେ କେମିତି ସକାଳୁ କପ୍ ଟେ ପିଇଲେ, କାହିଁକିନା ଚା କପ୍ ଟା ଏକୁଟିଆ ପିଆଯାଏନି, ଚା କପ୍ ଟା ସବୁବେଳେ ଗ୍ରୁପ ରେ ପିଆଯାଏ, ମୁହଁକୁ ମୁହଁ। କାହିଁକିନା ସେ ଗୋଟେ ସମୟ ଯୋଉଟା କି ଖୁସିରେ ମଣିଷ ସେୟାର କରେ ଅନ୍ୟ ସାଙ୍ଗରେ। ଆପଣ ଭାତ ଖାଇଲା ବେଳେ ବି କରିପାରିବେନି ସେମିତି, ଅନ୍ୟ କୌଣସି ଜିନିଷ ବେଳେ ଏମିତି କରିପାରିବେନି। ଆପଣ ଦେଖିବେ ଛୋଟ ମୋଟ ଗ୍ରୁପ କେଦିନ ଆଗରେ ଠିଆ ହେଇଛନ୍ତି, ହସ ଖୁସି ଚାଲିଛି, ଚା ଗୋଟେ ମଗେଇଲେ, ଚା ଆଳରେ ଆମେ ଏକଜୁଟ ହଉ, ଚା ଆଳରେ, ନହେଲେ ଅନ୍ୟ କୌଣସି ଆଳରେ ମଣିଷକୁ ଏକଜୁଟ କରିବାର ଆପଣଙ୍କର ବର୍ତ୍ତମାନ କ୍ଷମତାର ବାହାରେ। ଚା ଟା ସେ ଦୃଷ୍ଟିରୁ ଗୋଟେ ବଡ ମାନେ ବନ୍ଧୁଙ୍କ ଭିତରେ ଗୋଟେ ପ୍ରୀତିପୂର୍ଣ୍ଣ ସନ୍ଦେଶ, ପ୍ରୀତିପୂର୍ଣ୍ଣ ରଜ୍ଜୁରେ ବାନ୍ଧିଲା ଭଳିଆ ଯୋଉ ସକ୍ଷମ ରଖେ, ଚା ଟା ସେଟା ରଖେ। ଚା ଏନ୍ଜୟ କରନ୍ତୁ ଯୋଉ ପର୍ଯ୍ୟନ୍ତ ଆପଣଙ୍କୁ ସେଟା ଶାରୀରିକ ଭାବେ। ଆପଣଙ୍କର ଜୀବନରେ ସବୁଠାରୁ କମ ପଇସାରେ ଚା କେତେ ପଇସା ପିଇଛନ୍ତି କଷ୍ଟ? ଆମ ଘରେ ତ ଚା କେବେ ନଥିଲା, କିନ୍ତୁ ବାପା ଯେତେବେଳେ ବୟସ ହେଇଗଲେ ଅଚାନକ ତାଙ୍କ ଭିତରେ ଟେଷ୍ଟ ଜାଗର ଥିଲା, ଚା ଟିକେ ପିଇବାକୁ ଇଚ୍ଛା ହେଲା। ଆଉ ଯେହେତୁ ତାଙ୍କ ଟେଷ୍ଟ ପ୍ଲାଣ୍ଟ ଗୁଡା କାମ କରୁନଥିଲା, ତେଣୁ ଅଧିକ ଚିନି ପକେଇବାକୁ କରୁଥିଲେ। କିନ୍ତୁ ପିଲାଦିନେ ଯେହେତୁ ଚା ଆମକୁ ବାରଣ ଥିଲା, ନିଷିଦ୍ଧ ଥିଲା, କୁଣିଆ ଆସି ଖାଇ ସାରିଲା ପରେ ଯୋଉ କପ୍ ରେ ଟୋପାଟେ ପଡିଯାଉଥିଲା, ସେ କୁଣିଆ ପଇଲା ପରେ ତାକୁ ଯୋଉ ଟୋପାଟେ ପାଟିରେ ପକଉଥିଲୁ, ସେ ଯୋଉ ଅଦ୍ଭୁତ ସ୍ୱାଦ, ତାର ତୁଳନା ନାହିଁ। ଆଜି ବି ସେ ସ୍ୱାଦ ମନେ ପଡିଗଲେ ଦେହରେ ଶିହରଣ ପଳେଇ ଆସେ। ଯଦି ଦୋକାନରେ କେତେବେଳେ ପିଇଥିବେ, ସେତେବେଳେ ସବୁଠାରୁ କମ ପଇସାରେ କେବେ କେତେ ପଇସାରେ ଆପଣ ପିଇଛନ୍ତି? ନାଇଁ, ମୁଁ 2 ଟଙ୍କାରେ, ଆମର ଆସ୍କାରେ ଯେତେବେଳେ ମୁଁ ଥିଲି, ମୁଁ 2 ଟଙ୍କାରେ, ମୋର ଜାଣିବାରେ 2 ଟଙ୍କାଠୁ କେବେ କମ ମୁଁ ଦେଖିନି। 2 ଟଙ୍କା ହଉଛି ସର୍ବନିମ୍ନ, କାହିଁକିନା ଆମେ ବହୁତ ଲେଟ ରେ ଆମ ଘରକୁ ଚା ପ୍ରବେଶ କରିଥିଲା। ଯଦି ଆମର ବନ୍ଧୁବାନ୍ଧବ ଥିଲା, ଆମ ଘରେ ଚା ବହୁତ ଲେଟ ରେ 2 ଟଙ୍କା ପହଞ୍ଚି ଯାଇଥିଲା। 2 ଟଙ୍କାରୁ 5 ଟଙ୍କା, 5 ଟଙ୍କା, ବର୍ତ୍ତମାନ 10 ଟଙ୍କା ହେଲାଣି। ବର୍ତ୍ତମାନ କୋରାପୁଟରେ 50 ପଇସାରୁ ଆମେ ଦେଖିଛେ। ଆପଣ ପିଲାଦିନରୁ ଯୋଉମାନେ ଚା ସହିତ ସଂଶ୍ଳିଷ୍ଟ, ସେମାନେ 50 ପଇସାରେ ଦେଖିଥିବେ। 2 ଟଙ୍କା, ତାପରେ ହେଲା 3 ଟଙ୍କା, ତାପରେ 5 ଟଙ୍କା,
10 ଟଙ୍କା ତାପରେ ଡିଫରେଣ୍ଟ ବର୍ତ୍ତମାନ ରିସେଣ୍ଟଲି ଗୋଟେ 10 ଦିନ ତଳେ ଲକ୍ଷ୍ନୌ ଯାଇଥିଲି। ଲକ୍ଷ୍ନୌର ଟାଙ୍ଗା ବାଲା ଗୋଟେ ଘୋଡା ବାଲା କହିଲେ ମୁଁ ବୁଲାବୁଲି କରି କାହିଁକି ଲକ୍ଷ୍ନୌ ଯଦି ଯିବେ ନବାବ ଭଳିଆ ନ ବୁଲିକିରି ଏ କାର ଟାରେ ଅଟୋଟାରେ ବୁଲିବାର ତାର କିଛି ମଜା ନାହିଁ। ସବୁ ଘୋଡା ବାଲା ଠିକ କଲି। ସିଏ ଗୋଟେ ପୁରା ଏମିତି ଦିଲଦାର ଲୋକ ସେ କହିଲା ଆରେ ଭାଇ ଲକ୍ଷ୍ନୌ ଆସିଛନ୍ତି ତ ମୁସ୍କୁରାଇ ଗୋଟେ ଜାଗାରେ ମତେ ଆମକୁ ଚା ପିଆଇଲା। କହିଲା ମୁଁ ଆପଣଙ୍କୁ ଚା ପିଏବି ସବୁବେଳେ ଟାଙ୍ଗା ବାଲାକୁ ମାଲିକ କାହିଁ ପିଆଇବ ଟାଙ୍ଗା ବାଲା କଣ ଏତେ ଘୋଡା। ମୁଁ ପ୍ରଥମ ଥର ପାଇଁ ବୋଧେ ଭାରତରେ ଏମିତି ଗୋଟେ ମାନେ ଓଲଟା ଆବାଜର କଥା ଶୁଣିଲି। ଟାଙ୍ଗା ବାଲା କହୁଛି ସବୁବେଳେ କାହିଁକି ମାଲିକ ଟାଙ୍ଗା ବାଲା କଣ ଏତିକି ସାମର୍ଥ୍ୟ ନାହିଁ କି ମୁଁ ଆପଣଙ୍କୁ ବେଷ୍ଟ ଚା ପିଆଇବି। ଗୋଟେ ଜାଗାକୁ ନେଲା ଝୁମ୍ପଡି ପଟେ ହେଇଛି ଛୋଟିଆ ଚା ଅଦ୍ଭୁତ ଚା। ଆଉ ସବୁଠୁ ମଜା କଥା କଣ କହିଲା ଆପଣ ଚା ପିଉଛନ୍ତି ମୁହଁଟା କେମିତି ଗମ୍ଭୀର କରି କାହିଁ ରଖିଛନ୍ତି। ଆରେ ଲକ୍ଷ୍ନୌ ଆଇଏ ଚା ପିଏ और मुस्कुराइए ଏ ଧାଡିଟା ମତେ ସ୍ଲୋଗାନ ଭଳିଆ ଲାଗିଲା। ସେ ଭିତରେ ଯୋଉ ଜୀବନ ଦର୍ଶନ ଯେ ଚାଟେ ବି ପିଉଛନ୍ତି ମୁହଁଟାକୁ ଆମ୍ବିଳା କରିକି ସତେ ଟନିକ ପିଉଛନ୍ତି ମାନେ ଯୋଉ ଆୟୁର୍ବେଦିକ ଔଷଧ ଖାଉଛନ୍ତି କାହିଁ କହୁଛନ୍ତି ଖୁସିରେ କାହିଁ ପିଉନାହାନ୍ତି। ଖୁସିରେ ଯଦି ପିଇବେ ବିଷ ବି ହଜମ ହେଇଯିବ। ଯଦି ମୁହଁଟାକୁ ଆମ୍ବିଳା କରିବ ଅନିଚ୍ଛାରେ ଘୃଣାରେ ବାଧ୍ୟବାଧକତାରେ ପିଇବେ ଅମୃତ ବି ବିଷ ହେଇଯିବ। କୋରାପୁଟରେ ବିଶେଷ କରି ଚା ମାନେ ଫେମସ କରିଥିଲେ କିଛି କେରଳୀ ଯୋଉମାନେ ଥିଲେ ସିଟିକେଟ ଛକରେ ନାଁଟା ଟିକେ ଏବେ ବି ଅଛି ସିଟିକେଟ କଫ ସେ ସିଟି ଗଲାଣି କିଏ ଗଲାଣି କେରଳୀ କୁଆଡେ ପଳେଇଲେଣି ଛକ ବି ଅଛି। ଆଉ ବି ସେ ଯୋଉ ଏଟିଏମ ସାଇଡରେ ଜଣେ କେରଳୀ ଥିଲେ। ଆଉ ଗୋଟେ ହଉଛି ଟ୍ରାଫିକ ଛକରେ ଥିଲେ। ସୁନ୍ଦର ଭାବରେ ଯୋଉ ଇଏଟା ଥିଲା ଯେ ଷ୍ଟିଲ ଗ୍ଲାସ ରେ ଏବଂ ଗିନାରେ ସେଟାକୁ ଉଲ୍ଟେଇକି ପିଇବେ। ହଁ ସେଇଟା ଧୀରେ ଧୀରେ ଲୋକ ଆନ୍ଧ୍ରରେ ଅଛି ପିତଳ ଗ୍ଲାସ ଗରମଟା କେମିତି ରୁହେ। ହଁ ସେମିତି ସବୁଠୁ ଦୁର୍ଭାଗ୍ୟ ଆସିଲା ଯୋଉ କାଗଜ କପ୍ ଯେମିତି ଆସିଲା ସତେ ଯେମିତି ସେଟା ଗୋଟେ କାମ ଆମେ କାଗଜ ପିଇଦବା ଫୋପାଡ଼ିଦବା ଭାଙ୍ଗିବା। ଏଇ ଯୋଉ ଦସ୍ତତା ଭିତରେ ଚାର ମଜା ନଥାଏ। ଚା ହଉଛି ଗୋଟେ ନବାବୀ ଷ୍ଟାଇଲ। ଯେତେ ପୃଥିବୀ ଉଡୁକି ବୁଡୁ ଗୋଡ ଉପରେ ଗୋଡ ଲଦିବେ ଚା ଟିକେ ସୋଡୁଥିବେ ବାତି ଚାଲିଥିବେ। ଯୋଉ ଲକ୍ଷ୍ନୌ ବାଲା ଯାହା ମତେ କହିଲା ଲକ୍ଷ୍ନୌ ଆଇଏ ତ ଚା ବି ପିଏ ଆଉ ମୁସ୍କୁରାଇଏ ଏମିତି ମୁହଁଟାକୁ ଆମ୍ବିଳା କରିକି ଯଦି ଚିନ୍ତା କରିବା କୋରାପୁଟରେ ଆମେ ସୁଭାଷ ଚା ଦୋକାନ ପୂଜାରୀ ପୁତ୍ର ଖଟି ଚା ଆରମ୍ଭ ହେଇଥିଲା। ଖଟି ଯୋଉ ଚା ଉପରେ ଖଟି ସେଇଠି ଆରମ୍ଭ ହେଇଥିଲା କାରଣ ତାର ଦୋକାନର ସାମ୍ନାରେ ଟିକେ ଗୋଟେ ଟିଣଟେ ପଡିଥିଲା। ସେଠି ଲୋକ ଛିଡା ହଉଥିଲେ ଏବଂ ଚା ପିଇ ଚାଲିଥିଲେ। ତାର ଚାର କ୍ୱାଣ୍ଟିଟି ବି ଅଧିକା ଥିଲା। ସୁଭାଷ ଚା ଗୋଟେ ବହୁତ ଫେମସ ଇଏଟେ କହିଲା। ଆଉ ମୋ ପାଇଁ ଗୋଟେ ଅପାସର ଆସିଲା ମହାପାତ୍ର ବୋଲି ଜଣେ ଥିଲେ ଆମର କାଳ ହେଇଗଲେଣି ପୋଷ୍ଟ ଅଫିସର। ସନ୍ଧ୍ୟାବେଳୁ ଆମେ 2 ଜଣ ବାହାରିବୁ ବହୁତ ଶୀତ ଦିନେ MM ରେସିଡେନ୍ସି ଯୋଉଟା ଅଛି ହୋଟେଲଟା ତା ଭିତରେ ତାକୁ କହିବୁ ଗୋଟେ ଚା କପ୍ କର ବୋଲି ସେ ଧଳା ବଡ କପ୍ ରେ ଆଣିବ। ବାହାରେ 5 ଟଙ୍କା ଥିଲା ବେଳକୁ ତାଙ୍କର 15 ଟଙ୍କା ଚା ଥିଲା। ତଥାପି ପ୍ରଥମ ଯେତେବେଳେ ସୋଡକଟା ନବୁ ଏମିତି ଗୋଟେ ବିମଳ ହସ ସେ ମୋର ବନ୍ଧୁ ମହାପାତ୍ରଙ୍କ ମୁହଁରେ ଖେଳିଯିବ ଶିଶୁ ସୁଲଭ ହସ। କଣ ହେଇଛି ଯେ ମୁଣ୍ଡ ଖରାପ। ପୋଷ୍ଟ ଅଫିସର ସେ ଯୋଉ ପ୍ରଥମ ଚମକ ମୋ ମୁହଁରେ ଯୋଉ ଚମକ ଆମେ ଦିହେଁ ଶିଶୁ ଭଳିଆ ହେଇକିରି ଚା ସୋଡକିବୁ ତାର ତୁଳନା ନାହିଁ। ମୋର ଆପଣ ଗୋଟେ ଫ୍ଲାସ୍କରେ 2ଟା କପ୍ ଚା ଧରିଥିଲେ 2ଟା କପ୍ ଧରିଥିଲେ ଆମ ରେଳ କୋଇ ସାଇଡ ରେ ବସିକିରି ପିଇଥିଲେ। ମୁଁ ସେ କୋରାପୁଟରେ ଶିଖିଥିଲି ଛୋଟିଆ ଫ୍ଲାସ୍କ ଯୋଉଟା କି ଛୋଟ ମନି ବ୍ୟାଗ ପକେଟ ରେ ବି ନେଇ ହବ ଏବେ ବି ଅଛି। ସେଟା ମତେ କୋରାପୁଟ ଶିଖେଇଥିଲା। କାରଣ ଆମର ଯେତେବେଳେ ସୁନ୍ଦର ଜାଗାକୁ ଯାଉଛନ୍ତି ସେ ଚା ଟି ପିଇଲେ ସେଠି ଚା ଦୋକାନ ନଥିବ ଚା କପ୍ ଟା ତ ନେଇକି ସେଠି ଯାଇପାରିବିନି। ଫ୍ଲାସ୍କ ରେ ନେବେ 2ଟି କପ୍ ନେଇଥିବେ ଆରାମରେ ସେ ଖୋଲିବେ ସାଙ୍ଗସାଥି ଟିକେ ଛିଡିକି ପିଇବେ ପ୍ରକୃତିକୁ ଅନେଇବେ ତର ହେବେନି କି ଏନଗେଜ ହେବେନି। ସବୁବେଳେ ଭାବିବ ରିଲାକ୍ସ ଅଛୁ। ବସଷ୍ଟାଣ୍ଡରେ ଜଣେ ଥିଲେ ରାଜୁ ଚା ଦୋକାନ ବୋଲି ତାଙ୍କର ଗୋଟେ ବଢିଆ ଷ୍ଟାଇଲ କଣ ଥିଲା ନା ସେ ଗୋଟେ ସେ ଯୋଉ ପୁରୁଣା କାଳେ ଯୋଉ ଗରମ ପାଣି ବାହାରେ ଯୋଉ ଗୋଟେ ହାଣ୍ଡିରେ ବସାଯାଏ ଗରମ ପାଣି ବାହାରେ ସେ ଗରମ ପାଣିରେ ପ୍ରତ୍ୟେକ ଗ୍ଲାସକୁ ସେ ଗରମ ପାଣିଟା ଧୋଇକି ଦିଅନ୍ତି ସେତେବେଳେ 70s ର କଥା କହୁଛି। ବହୁତ ଶୀତ ହଉଥିବ ସେତେବେଳେ କାହିଁକି ଆପଣ ଯଦି ପୁରୁଣା ଗ୍ଲାସରେ ଯୋଉ ଥଣ୍ଡା ଥିବ ସେ ଥଣ୍ଡାକୁ ଗରମ କରୁ କରୁ ଚା ର ଅଧା ଗରମ ପଳେଇବ। ଏକ୍ଚୁଆଲି ଚା ଟାକୁ ଗରମ ପାଣିରେ ଏଇଥିପାଇଁ ଧୁଆଯାଏ ଯେ ଡିସଇନଫେକ୍ସନ କରିବା ପାଇଁ ନାହିଁ। ଚା ଗ୍ଲାସ ଟା ଯୋଉ ଅଲରେଡି ଥଣ୍ଡା ଥିବ ତାହିଁ ଯଦି ଆପଣ ପକେଇଦେଲେ ଏଇ ଚା ଟାକୁ ଏଇ ଚା ର ଗରମ 50% ସେ ଗ୍ଲାସକୁ ଗରମ କରିବାରେ ନଷ୍ଟ ହେଇଯାଏ। ତେଣୁ ଯଦି ଆପଣ ଗରମ ପାଣିରେ ଧୋଇବେ ଅଲରେଡି ସେ ଗରମ ଅଛି ତେଣୁ ଚା ର ଗରମ ଟା ଦରକାର ଭାଇ ମାନେ କଣ୍ଟିନ୍ୟୁ କରେ। ସେମିତି ମାଟି କପରେ ଦଉଛନ୍ତି ଯୋଉମାନେ ଆମର କଣ ମାଟି କପରେ ଦେଲା ଢାଳି ଦଉଛନ୍ତି ଚା ଟାକୁ ତ କଣ ହଉଛି ଚା ର ତାତିଟାକୁ ମାଟି କପ ଆବଜର୍ଭ କରିନିଏ। ତେଣୁ ଚା ଯଦି 100 ଡିଗ୍ରୀ ମାନେ ଚା ର ତାତିଟା 50% ମାଟି କପକୁ ଗରମ କରିବାରେ ପଳେଇଯାଏ।
ତେଣୁ ଯଦି ଉଷୁମ ପାଣିରେ ଆପଣ ବୁଡେଇ ଦେଇକି ଯଦି ଚାଟା ମାଟି କପରେ ଦେଇକି ବୁଡେଇକି ଟେକିକି ଦେବେ ଆପଣ ଦେଖିବେ ଚାଟା ଥଣ୍ଡା ହବନି। ଚାଟା ଥଣ୍ଡା ହେଇକି ତାର ବେକାର ହେଇଯିବ ନା। ତେଣୁ ବିଭିନ୍ନ ପ୍ରକାର ଚା ବଡ କଥା ନୁହଁ। ଚା ସାଙ୍ଗରେ କାହା ସାଙ୍ଗରେ ପିଉଛନ୍ତି ସେଟା ବଡ କଥା। ଯୋଉ ଜାଗାରେ ଠିଆ ହେଇଛନ୍ତି କି ବସିଛନ୍ତି ସେ ଜାଗାଟା କେମିତି ପ୍ରକାର ସେଇଟା ହଉଛି ବଡ କଥା। ଆଉ କୋଉ ବେଳାରେ କୋଉ ମୁଡ୍ ରେ ଆପଣ ମାନେ ପିଉଛନ୍ତି ଏଇଗୁଡା ହଉଛି ବଡ କଥା। ତା ବାଦେ ଆସୁଛି ଚାର ଗୁଣବତ୍ତା। ଚାର ଗୁଣବତ୍ତା ଯେତିକି ବଡ କଥା ନୁହେଁ ପ୍ରକୃତରେ ଯଦି ପିପୁଲ ୟୁ ହାଭ୍ ଚୁଜନ୍ ଟୁ ଟେକ୍ ଏ ଟି along with you ଜଣେ ପିଲା ବେଳକୁ ଚା ପିଲା ବେଳକୁ ଅନେକ ଚିନ୍ତା କଥା ଆସେ, ଅନେକ କଥା ଭାବିଛନ୍ତି ଏବଂ ଯଦି ଗୋଟେ ଗଜଲଟେ ଲାଗିଛି, ଗୀତଟେ ଲାଗିଛି କିମ୍ବା ପୁରୁଣା ଗୀତଟେ ଲାଗିଛି ସେତେବେଳକୁ ଗୋଟେ ଚା ପିଇବା ତାର ଗୋଟେ ମଜା ଅଲଗା। ମୁଁ ଆପଣଙ୍କ ସାଙ୍ଗରେ ବହୁତ ଦିନ ମର୍ଣ୍ଣିଂ ୱାକରେ ଯାଇ ଯିବୁ ସେ ହସ୍ପିଟାଲ ଭିତରେ ଚା ପିଆ ହବ ତାକୁ ଆଗୁଆ ପଇସା ଦିଆ ହେଇଯାଇଥିବ। ସେ ଗୋଟେ ବଢିଆ କୋଠର ସମ୍ପତ୍ତି ଭଳିଆ ଲାଗେ। ଆଗୁଆ ପଇସା ଦିଆଗଲା ପ୍ରତିଥର ସମସ୍ତେ 5-5 ଟଙ୍କା ସେୟାରିଂ ହଉଥିବ ହଇରାଣ ବା ସମସ୍ତେ ସବୁ ଜଣେ ସବୁବେଳେ ଦେବ ସେ କଥା ବି ନାହିଁ। ତେଣୁ ଯୋଉ କୋଠର ସମ୍ପତ୍ତି ତାକୁ କିଛି ଦିଆ ହଉଥିଲା ଆମର ଯାହା 5 କି 10 ହେଲା ତୁ କାଟି ଦଉଥା। ତା ବଡ କଥା ନାହିଁ, ଏକଦମ କମ ପଇସା କିନ୍ତୁ ବନ୍ଧୁ ମାନଙ୍କୁ ବାନ୍ଧି ରଖିବେ ସବୁଠୁ ପ୍ରଭାବଶାଳୀ ଇଏ ହଉଛି ଚା। କାହିଁକି ଆପଣ ଭାବୁଥିବେ ବେଳେ ବେଳେ ଆମେ ଚା କାହିଁକି ପିଉ? ଗଭୀର ମନସ୍ତତ୍ଵ କଣ ଜାଣିଛନ୍ତି? ବର୍ତ୍ତମାନ ଯୋଉ ମଧ୍ୟବିତ୍ତ ପରିବାର ବା ଲୋୟର ମଧ୍ୟବିତ୍ତ ପରିବାର ଆସିଲେ ସେ ଜଣକୁ ଅର୍ଡର ଦେବା ତା ଅର୍ଡର ଅନୁସାରେ ଜଣେ କାମ କରିବ ଏଇଟା କୌଣସି କାମ ନାହିଁ। ଚା ଦୋକାନୀ ହେଇଛି ଏକମାତ୍ର ସବୁଠୁ ଶସ୍ତା ଜିନିଷ। ଗୋଟେ ଚା ଗୋଟେ କର ବୋଲେ ତମେ ଅର୍ଡର ଦେଲ ସିଏ ତମ ପାଇଁ ଚା କଲା, ଘର ସ୍ତ୍ରୀ ମଧ୍ୟ କରିବନି ଏବେ କାମ କଲା କଥା ଚିନି ନଥିବ ଲୁଣ ନଥିବ ଇଏ ଥିବ ଘରେ ପରିବେଶ ଜଟିଳ। ତେଣୁ ବାହାରେ ଯେତେବେଳେ ଦେଖେ ମୋର ଅସ୍ତିତ୍ୱ ଜାହିର କରିପାରୁଛି କୋଉଠି ଚା ଦୋକାନରେ। ଆପଣ ବାକି ସବୁ ଦେଖନ୍ତୁ ସବୁ ମହଙ୍ଗା, ଚାଠୁ ବାକି ସବୁ ଜିନିଷ ଖାଇବା ମହଙ୍ଗା ହେଇଗଲା କିନ୍ତୁ ଚା ଦୋକାନ ପାଇଁ ଏଇ ସୁବିଧା ହୁଏ ଯେ ମୁଁ ଜଣକୁ କହିଲି ଆଉ ସେ ମୋ କଥା ମାନିକିରି କଲା ମୋ ପାଇଁ ଏଇ ଯୋଉ ଫିଲିଂ ଟା ନା ବହୁତ ଆତ୍ମବିଶ୍ୱାସ ବଢିଛି, ଅସ୍ତିତ୍ୱ ଜାହିର କରେ ଯେ ମୁଁ ବଞ୍ଚିଛି, ମୋର କିଛି ସମାଜରେ ପ୍ରତିଷ୍ଠା ଅଛି ଆଉ ମୁଁ କହିଲେ କିଛି ଲୋକ ଅଛନ୍ତି ମୋ କହିବା ଅନୁସାରେ କରୁଛନ୍ତି। ଏଇ ଯୋଉ ଭାବନାଟା ଆପଣଙ୍କୁ କନଫିଡେନ୍ସ ବଢେଇ ଦିଏ। ତେଣୁକରି ଦେଖିବେ ବହୁତ ଥିଲା ବାଲା ଘରେ ଚା ଢାଳ ଢାଳ ହଉଥିଲେ ମଧ୍ୟ ସେ ଧୀରେ ଖସି ପଳେଇଥିବେ ଚା ଦୋକାନକୁ। କାହିଁକି? ଚା ଦୋକାନ ଅସତ୍ୟ ଜାହିର କଲେ 5 ଲୋକ ସାଙ୍ଗରେ ବାଲୁ ବାଲୁଥିଲେ ଆଉ ଚା ଦୋକାନର ସାଙ୍ଗମାନେ ହଉଛନ୍ତି ଆପଣଙ୍କର କୌଣସି କଣ୍ଡିସନ ନୁହଁ। ଯିଏ ଗଲା ସେଟା ବାଲୁ ବାଲୁ ହେଲା ଗପସପ କଲା ଚାଲିଲା, କିଏ କଲେଲା ପଳେଇଲା ବୋଲି କିଏ କାହାକୁ ଫିରି ହେଲାନି କିଏ ଆସିବ ବୋଲି ତାକୁ ଅପେକ୍ଷା ନାହିଁ। ସବୁବେଳେ ଗୋଟେ ମାହୋଲ ଯେମିତି ସମୁଦ୍ର କୂଳକୁ ଗଲେ ସବୁବେଳେ ସମୁଦ୍ର ଢୋଲ ପିଟି ହଉଥିବ ଆପଣ ସବୁବେଳେ ପୃଥିବୀ ଜୀବନଟା ଜଳଚଞ୍ଚଳ କିନ୍ତୁ ଚା ବାଙ୍ଗର ସେ ପ୍ରକାର ବହୁତ ଲୋକ ଫିଟିକି ପଳାନ୍ତି। ତେଣୁ ଘର ଚା ତାକୁ ଏଇଥିପାଇଁ ଭଲ ଲାଗେନି ଘର ଲୋକଟା ତ ସବୁବେଳେ ଦେଖୁଛି ତ ମୁଁ ବାହାରିବି କେତେବେଳେ। ତେଣୁ ଏଇଟା ଗୋଟେ ଅକେଜନ ପୁରୁଷ ଲୋକଟେ ପାଇଁ ମାନେ ବିଶେଷ କରିକି ବୟସ ହେଲାଣି ଚାକିରି ବାକିରି ରିଟାୟାର୍ଡ ହେଇଗଲେଣି ସେ ଦେଖନ୍ତି ଯଦି ଘରେ ବି ଚା ଘରେ ଟିଭି ଘରେ ହେଇଗଲା ସବୁ ଜିନିଷ ମୁଁ ବାହାରିବି କେତେବେଳେ। ତେଣୁ ଚାଟା ଗୋଟେ ବାହାନା ବାହାରେ ଯାନ୍ତି ସାଙ୍ଗସାଥି ନେଇକିରି ତା ଟିକେ ପିଇଲେ ତାଙ୍କର ମନ ଫୁର୍ତ୍ତି ରହେ। ବର୍ତ୍ତମାନ ତ ଶାସ୍ତ୍ର କହିଲାନି ଯୋଉମାନେ ନିଜର କ୍ଲାସମେଟ ସାଙ୍ଗରେ ବୁଲାବୁଲି କରି ଚା ଟିକେ ପଲରେ ପିଇକିରି ଗପସପ କରନ୍ତି ତାଙ୍କ ଆୟୁଷ ଆଉ 10 ବର୍ଷ ବଢିଯାଏ। କାରଣ ଏତେ ଟେନସନ ରିଲିଜିଂ ପ୍ରୋସେସ ଗୁଡାକ ସବୁ ନିଜ ସାଙ୍ଗସାଥି ସ୍କୁଲ ମେଟ୍ ୟୁପି ସ୍କୁଲ ମେଟ୍ ବୋଲନ୍ତୁ ଆପଣ ଯେତିକି ବୌଦ୍ଧିକ ଯେତିକି ପ୍ରଫେସନାଲ ହେଇଯିବେ ସେତିକି ଏନଜାଇଟି ଟେନସନ ଭିତରେ ଆପଣ ଗତି କରିବେ ସେ ଲାଇନ ଅଲଗା। କିନ୍ତୁ କିଛି ଫୁର୍ସତ ଟାଇମ ନିଜ ପାଇଁ ରଖନ୍ତୁ ଯୋଉଟା ଆପଣ ନିଜର ପିଲା ଦିନର ସାଙ୍ଗସାଥି ସାଙ୍ଗରେ ଗପସପ କରନ୍ତୁ ଚା ଟିକେ ପିଅନ୍ତୁ ସେଟା ଆପଣଙ୍କର ଆୟୁଷ ବଢେଇଦେବ 10 ବର୍ଷ ବଢେଇଦେବ ବୋଲି କହିଲେନି। ସେମାନଙ୍କର ପୃଥିବୀରେ ଷ୍ଟାଟିଷ୍ଟିକ୍ସ କହୁଛି ସେମାନଙ୍କର ଆୟୁଷ ସବୁଠୁ ସେମାନେ ଦୀର୍ଘଜୀବୀ ବଞ୍ଚନ୍ତି ନିରାରୋଗ୍ୟ ଭାବେ ମାନେ ନିରୋଗ ଭାବେ ଆରୋଗ୍ୟ ଗୋଟେ ପ୍ରୋସେସ। ଏମିତି ଟିକେ ଟିକେ ଜିନିଷ ବୋଲି ଚା ଫା ଗୁଡାକ ଚିନି ପକେଇବେନି କପେ 2 କପରେ ସୀମିତ ରହିବେ ଅଯଥାରେ ପେଟ ଭୋକ ମାରିବେନି ରାତି ଅନିଦ୍ରା ହେବା ପାଇଁ ଚା ପିଇବେନି କାହିଁକି ନିଦ ହଜିଯାଏ। ଏଇ ଅଳ୍ପ ଟିକେ ଗୁଡାକ ମାନିଦେଲେ ଆପଣ କିଛି ଅସୁବିଧା ନାହିଁ। ଭଲ ଚା ବିରୋଧରେ ସେମିତି କିଛି ବିଶୋଦ୍ଗାର କରିକିରି ମାନେ ସ୍ଲୋଗାନ ଦେବାର ନାହିଁ ଯେ ଚା ଖରାପ ବନ୍ଦ କର ସେମିତି କିଛି ନାହିଁ। କପେ 2 କପ୍ ଭାଇ ଆପଣଙ୍କ ସହିତ ଆମେ କଥାବାର୍ତ୍ତା କରି ଚାହାର ବିଭିନ୍ନ ଦିଗ ସମ୍ପର୍କରେ ଆମେ ଜାଣିବାକୁ ପାଇଲେ ଚାହାର ଯୋଉ ଆରମ୍ଭ କେମିତି ହେଇଥିଲା ଭାରତ ବର୍ଷରେ ତାପରେ ଚାଇନା ଯାଇ କେମିତି ଜାପାନ ଆସି ପୁଣି ଥରେ ଭାରତ ବର୍ଷରେ ବିଭିନ୍ନ ରୂପରେ ବିଭିନ୍ନ ରଙ୍ଗରେ ବର୍ତ୍ତମାନ ଆମେ ତାକୁ ପିଉଛେ। ଆମେ ଆଲୋଚନା ମାଧ୍ୟମରେ କୋରାପୁଟର ଚା ଦୋକାନୀ ମାନଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣେଇଛେ। ଏ ହଉଛି ଗୋଟେ ବହୁତ ବଢିଆ ଭାବଟି ଆମେ ସୃଷ୍ଟି କରିପାରିଛେ ଚା କପ୍ ମାଧ୍ୟମରେ। ତେଣୁ ଆମେ ଆଶା କରୁଛେ ଯେ ଏଇ ଚା କପ୍ ବଞ୍ଚି ରହିବ ଏବଂ ଚା କପ୍ ଚାରିଆଡେ ଥିବା ବ୍ୟକ୍ତି ବିଶେଷଙ୍କର ସମ୍ପର୍କ ମଧ୍ୟ ସେପରି ଅକୁଚ ରହିବ। ଏହି ଆଶାର ସହିତ ଆଜି ଆନ୍ତର୍ଜାତୀୟ ଚା ଦିବସରେ ଆପଣଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ। ଆପଣଙ୍କର ମଧ୍ୟ ସେଇ ଚା କପର ପିଆଲାରୁ ସେମିତି ବାମ୍ଫ ଉଠୁଥାଉ ଏବଂ ଗରମ ହେଇ ରହିଥାଉ ଜୀବନ ଭାବନା।
ପ୍ରିୟବ୍ରତ ପାତ୍ର ଭାଇଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ଏତେ ସୁନ୍ଦର ଭାବରେ ସେ ଆମ ସହିତ ରହିଥିଲେ ଏଇ ପଡକାଷ୍ଟିଂ ରେ। ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ମଧ୍ୟ କୃତଜ୍ଞତା ଜଣାଉଛୁ, ସେମାନେ ଏତେ ସମୟ ଧରି ଆମକୁ ଶୁଣିଛନ୍ତି। ଧନ୍ୟବାଦ। ପୁଣି ଥରେ ଆଉ ଏକ ଏପିସୋଡ ରେ ଦେଖା ହବ। ସେଠି ପର୍ଯ୍ୟନ୍ତ ଆପଣଙ୍କ ବିଦାୟ ନେଉଛି ରେଡିଓ କୋରାପୁଟ ପାଇଁ। ନମସ୍କାର। ନମସ୍କାର।